ବର୍ଷାରେ ଧାନ ଉଠୁନାହିଁ, ଚାଷୀ ଆଜି କାନ୍ଦୁଛି, କିନ୍ତୁ ମନ୍ତ୍ରୀ କହୁଛନ୍ତି ଠନ୍ 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 ପଇସା ପାଇବେ। ତାରେ ଧାନ ବିକ୍ରି ହେଉନି, ଠନ୍ ଠନ୍ ଆସିଲା କୋଉଠୁ? ମନ୍ତ୍ରୀଙ୍କ ନିଜ ପକେଟକୁ ଟନ୍ ଟନ୍ ଆସୁଛି। ଏବଂ ସାରା ରାଜ୍ୟରେ ଆଜି ବର୍ଷ ପୁରାଣୀ କରୁଛନ୍ତି। ଏ ଗୋଟିଏ ବର୍ଷ ତାଙ୍କର ପୂर्ण ହେଲା। ଏ ଗୋଟିଏ ବର୍ଷରେ ଏ ସରକାର କରିଛି କ'ଣ? ଏ ସରକାର କେବଳ ପ୍ରତିହତ କରିଛି ସମ୍ବିଧାନକୁ ପଦାଘାତ କରିବା ଛଡ଼ା ଅନ୍ୟ କିଛି ନାହିଁ। ଏବଂ ସେମାନେ କଲର ମାରିବା ଛଡ଼ା ପୁରୁଣା ବିଲ୍ଡିଂରେ କଲର ମାରିବା ଏବଂ ଯେଉଁ କଲର ମରା ହେଉଛି ସେ ତାକେ ନେଳି ବିଜୁ ଜନତା ଦଳ ନୀଳ କଲର ମାରୁଥିଲେ, ତାଙ୍କ ଦଳର କଲର ମାରୁଥିଲେ, ଆଜି ଗେରୁଆ କଲର ମାରୁଛି ବିଜେପି ଦଳ। ତା ଛଡ଼ା ଅନ୍ୟ କୌଣସି କାର୍ଯ୍ୟ ନାହିଁ। ତାଙ୍କ ଜିଲ୍ଲାରେ ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଗୋଟିଏ ମନ୍ତ୍ରୀକି ପଠାଉଛନ୍ତି ଏବଂ ବିକାଶର ବାର୍ତ୍ତା ଦେବା ପାଇଁ ସେମାନେ ଯେଉଁ ପ୍ରୟାସ କରୁଛନ୍ତି, ଇଏ ଏକ ଦୁର୍ଭାଗ୍ୟଜନକ କଥା। ଆପଣମାନେ ଦେଖିଥିବେ ପତ୍ର ପତ୍ରିକା ଏବଂ ବିଭିନ୍ନ ଧନ୍ୟବାଦ ଦେବି ବିଭିନ୍ନ ଆମର ଟିଭି ବାଲାମାନଙ୍କୁ ଏବଂ ସମସ୍ତ ପ୍ରିଣ୍ଟ ମିଡ଼ିଆ ଏବଂ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ଧନ୍ୟବାଦ ଦେବି ଯେ ଦୀର୍ଘ ଆଜିକି 10 ଦିନ ହେଲା 9 ଦିନ ତାଙ୍କର ମନ୍ତ୍ରୀ ସ୍ୱାସ୍ଥ୍ୟ ମନ୍ତ୍ରୀ ଯାଇଥିଲେ ଯାଜପୁର ଯାଇଥିଲେ। ତା ପୂର୍ବରୁ ଆମେ ବାରମ୍ବାର ମୁଁ ଏବଂ ମୋ ଦଳ ବାରମ୍ବାର ଡିମାଣ୍ଡ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଯାଆନ୍ତୁ ସେ ଅଞ୍ଚଳକୁ। ଖାଲି ପ୍ରତ୍ୟେକ ଜିଲ୍ଲା ଯାଇ ବିକାଶର ବାର୍ତ୍ତା ଦେଉଛନ୍ତି, କିନ୍ତୁ ଦୁର୍ଭାଗ୍ୟ ଯେ ଯେଉଁଠି ଶହ ଶହ ହଜାର ହଜାର ଲୋକ ହଇଜାରେ ଆକ୍ରାନ୍ତ ଅଛନ୍ତି ସେ ଅଞ୍ଚଳକୁ ଗସ୍ତ କରୁନାହାନ୍ତି। ଯାଜପୁରଠୁ ଆରମ୍ଭ କରି ଭଦ୍ରକ ବାରିପଦାଠୁ ଆରମ୍ଭ କରି ବିଭିନ୍ନ ଆଜି ଭୁବନେଶ୍ୱରରେ ମଧ୍ୟ ହଇଜା ଆଜି ଚାରିଆଡ଼େ ପ୍ରଭାବିତ କରିଛି। ଚାରିଆଡ଼େ ଆଜି ହଇଜା ପ୍ରବଳ ଭାବରେ ବ୍ୟାପୁଛି, କିନ୍ତୁ ସରକାରଙ୍କର ପଦକ୍ଷେପ କିଛି ନାହିଁ। ୟାଠୁ ନିନ୍ଦନୀୟ ଘଟଣା, ୟାଠୁ ଲଜ୍ଜାଜନକ ଘଟଣା କିଛି ନଥାଇପାରେ। ମହିଳା ସୁରକ୍ଷା ଏବଂ ଚାଷୀମାନଙ୍କର କଥା ପଡ଼ିଛି। ଚାଷୀମାନେ କଟନୀ ଛଟନୀରେ ସାରା ରାଜ୍ୟରେ ଲକ୍ଷ ଲକ୍ଷ କୁଇଣ୍ଟାଲ ଆଜି ଧାନ ପଡ଼ିକି ରହିଛି। ଲକ୍ଷ ଲକ୍ଷ କୁଇଣ୍ଟାଲ ଧାନ ପଡ଼ିକିରି ଅଛି, କିନ୍ତୁ ଦୁର୍ଭାଗ୍ୟ ଆଜି ମଣ୍ଡିରେ ଧାନ ପଡ଼ିଛି। ବର୍ଷା ହେଉଛି ଚାରିଆଡ଼େ, ବର୍ଷାରେ ଧାନ ଉଠୁନାହିଁ, ଚାଷୀ ଆଜି କାନ୍ଦୁଛି, କିନ୍ତୁ ମନ୍ତ୍ରୀ କହୁଛନ୍ତି ଠନ୍ 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 ପଇସା ପାଇବେ। ତାରେ ଧାନ ବିକ୍ରି ହେଉନି, ଠନ୍ ଠନ୍ ଆସିଲା କୋଉଠୁ? ମନ୍ତ୍ରୀଙ୍କ ନିଜ ପକେଟକୁ ଟନ୍ ଟନ୍ ଆସୁଛି। ଏମାନେ ଏ ସରକାରରେ ଯେଉଁ ମନ୍ତ୍ରୀମାନେ ଅଛନ୍ତି, ଅଯୋଗ୍ୟ ମନ୍ତ୍ରୀମାନେ ଅଛନ୍ତି କେତେକ, ସେମାନଙ୍କୁ ସରକାର ମୁଖ୍ୟମନ୍ତ୍ରୀ ତ ନିଜେ ଗୋଟେ ଅଯୋଗ୍ୟ ମୁଖ୍ୟମନ୍ତ୍ରୀ ବୋଲି ନିଜକୁ ସିଏ ପ୍ରମାଣିତ କରିସାରିଲେଣି। ଏବଂ ତାଙ୍କ ସାଙ୍ଗରେ ଯେଉଁ ମନ୍ତ୍ରିମଣ୍ଡଳ ଅଛନ୍ତି ସେମାନେ ବି ନିଜକୁ ଅଯୋଗ୍ୟ ବୋଲି ପ୍ରମାଣିତ କରିଛନ୍ତି। ଯେଉଁ ଚାରିଆଡ଼େ ଝାଡ଼ା ବାନ୍ତି ରୋଗ ବ୍ୟାପିଛି, ଏଥିରେ ମନ୍ତ୍ରୀମାନେ ଗୋଟେ ମନ୍ତ୍ରୀ ଗୋଟେ ବ୍ଲକରେ ବସିବା କଥା। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।